ଦେଖନ୍ତୁ ମାଛ ଭଜା ଚାଲିଛି। ଏଇଟା କିଏ ମାଛ ଦେଖନ୍ତୁ। ଆଉ କ'ଣ ହେଇଛି? ଆଉ ଶାଗ ହେଇଛି, ଆଉ ଭଜା ହେଇଛି, ଆଉ ଡାଲମା ଭାତ ହେଇସାରିଲାଣି। ଦେଖନ୍ତୁ ଗରମରେ ଖରାରେ କି କଷ୍ଟ, ଯିଏ ରାନ୍ଧୁଛି ସେ ଜାଣିଥିବ। ମୁହଁକୁ ଟିକେ ଦେଖନ୍ତୁ ଝାଳ କେତେ ଜୋର ବୋହିଛି, ଲାଲ ହେଇଗଲେଣି। ସକାଳୁ ଖାଲି ଚା ବିସ୍କୁଟ୍ ଖାଇକି ଏତିକି ପରିଶ୍ରମ। ନାରୀମାନେ ହିଁ ଜୀବନର ଯନ୍ତ୍ରଣା ଏଇଆ। ବାପଘର ସୁଖ ଶାଶୁଘର ମିଳେନି। ଏ ଦେଖନ୍ତୁ ଶାଶୁଘର ବା ନିଜ ଝିଅକୁ ଯେତିକି ଦେଉଛନ୍ତି ସମ୍ମାନ, ବୋଉଙ୍କୁ ଦେଉନାହାନ୍ତି। କାହିଁକି? କାହିଁକି? କାରଣ ବୋଉକୁ ବା ସେ ଝିଅ ଭାବିଲେନି, ପର ଝିଅ। ସେଇଥିପାଇଁ ତାଙ୍କୁ ଇଏ କରାହେଲାନି। କାରଣ ନିଜ ଝିଅ ପଛେ ଯେତେ ସିଏ ବି କାହାର ବୋଉ, କିନ୍ତୁ ତାକୁ ଏଠି ଆସିଲା ବେଳକୁ ତାକୁ ବହୁତ ସମ୍ମାନ ଦିଆହେବ। ଗ୍ୟାସ୍ ରୋଷେଇ ନ କରି ଚୁଲିରେ କାହିଁ କରୁଛୁ? ଗ୍ୟାସ୍ ରୋଷେଇ ନ କରିକି ଚୁଲିରେ ରୋଷେଇ କରୁଛି ଏଇଥିପାଇଁ କି ଆମ ମମିଙ୍କର ତ ଏକର ଅବଜେକ୍ସନ୍, ତା ଜାଳକୁ ଅଛି। ଆଉ ରୋଷେଇ କରିଦେବା ଗ୍ୟାସ୍ର ରାତିରେ, ଆଉ ଦିନର ଚୁଲିର ରାତିରେ ହେଉଛି ଉଲ୍ଟା କଥା। ଖରା ଚୁଲି ପେଲୁଛି, ଖରାବେଳେ ଚୁଲିରେ ରୋଷେଇ, ରାତିରେ ଗ୍ୟାସ୍ ରୋଷେଇ। ଆଚ୍ଛା, ଦେଖନ୍ତୁ ସାଙ୍ଗମାନେ ଆମ ବାଡ଼ି ଟିକେ ଦେଖନ୍ତୁ। ଆମ କଦଳୀ ଗଛର କଦଳୀ ପଡ଼ୁଛି, କିନ୍ତୁ ଆମେ ଖାଇପାରୁନୁ, କିଣିକି ଖାଉଛୁ ବିଜୟ ନନା କତୁରୁ। ଟିକେ ଦେଖନ୍ତୁ କେତେ କଦଳୀ ଗଛ ଦେଖନ୍ତୁ। ଏଟା ଆମ୍ବ ଗଛ, ଫୁଲ ଗଛ ଦେଖନ୍ତୁ ସାଙ୍ଗମାନେ। ମୁଁ ଫୁଲ ଗଛ କିଣିକି ଆଣିକି ଲଗାଉଛି, ଆମ ବାପା ତାକୁ ସବୁ କାଟୁଛନ୍ତି। ମୋ ମନଟା ସେଇଥିପାଇଁ ବହୁତ ଦୁଃଖ। ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ଦେଖନ୍ତୁ କିଏ ଉଠାଉନୁ।